ମୋ ନା ଅମିତ ଏବଂ ମୁଁ 10ମ ଶ୍ରେଣୀର ଛାତ୍ର। ମୋ ଜୀବନ ସାଧାରଣ ପିଲାଙ୍କ ଭଳି ନଥିଲା, କାରଣ ମୋ ବାପା ମା ଉଭୟ ଚାକିରି କରୁଥିଲେ। ଘରେ ପ୍ରାୟତଃ ଏମିତି ସମୟ ଆସୁଥିଲା ଯେତେବେଳେ ମୁଁ ନିଜକୁ ଏକା ଅନୁଭବ କରୁଥିଲି, ବିଶେଷ କରି ଅପରାହ୍ନରେ ସ୍କୁଲରୁ ଫେରିବା ପରେ। ଅନେକ ସମୟରେ ମୁଁ ଭାବୁଥିଲି କି କାଶ ଘରେ କେହି ଥାଆନ୍ତା ଯିଏ ମୋର ଅପେକ୍ଷା କରନ୍ତା, ମୋର ଦେଖାଶୁଣା କରନ୍ତା। କିନ୍ତୁ ଏହି ଆଶାଗୁଡ଼ିକ ପୂରଣ ହେଉଥିବା ପରି ଦେଖାଯାଉନଥିଲା, ଯେପର୍ଯ୍ୟନ୍ତ ଦିନେ ମୋ ଦିଦି ଆମ ଘରକୁ ଆସିନଥିଲେ। ମୋ ଦିଦି, ଯାହାଙ୍କ ନାଁ ସ୍ନେହା ଥିଲା, ଅନେକ ବର୍ଷ ପରେ ଆମ ଘରକୁ ଆସିଥିଲେ। ତାଙ୍କ ବୟସ 22 ବର୍ଷ ଥିଲା ଏବଂ ଏପର୍ଯ୍ୟନ୍ତ ତାଙ୍କର ବାହାଘର ହୋଇନଥିଲା। ଦିଦିଙ୍କ ଘରକୁ ଆସିବା ମୋ ପାଇଁ କୌଣସି ଖୁସି ଖବରଠାରୁ କମ୍ ନଥିଲା। ଯେତେବେଳେ ପାପା କହିଲେ କି ଦିଦି କିଛି ସମୟ ଆମ ସହିତ ରହିବେ, ତେବେ ମୁଁ ଖୁସିରେ ନାଚି ଉଠିଲି। ଶେଷରେ କେହି ତ ଜଣେ ଥିଲେ ଯିଏ ମୋ ସହିତ ରହିବେ, ମୋ କଥା ଶୁଣିବେ ଏବଂ ମୋ ଉପରେ ଧ୍ୟାନ ଦେବେ। ଘରେ ପାଦ ଦେବା ମାତ୍ରେ ଦିଦି ମୋତେ ଦେଖିଲେ ଏବଂ ମୋତେ କୁଣ୍ଢାଇ ପକାଇଲେ। ସେ ହସିକରି କହିଲେ, ଅମିତ ତ ବହୁତ ବଡ଼ ହୋଇଗଲାଣି। ତାଙ୍କ ସ୍ୱରରେ ଏମିତି ଆପଣାପଣ ଏବଂ ଭଲ ପାଇବା ଥିଲା ଯେ ମୋତେ ଲାଗିଲା ଯେମିତି ମୁଁ ଦୁନିଆର ସବୁଠାରୁ ଖୁସି ମଣିଷ। ସେଇଟା ଏକ ଅଲଗା ପ୍ରକାର ଅନୁଭବ ଥିଲା, ଯାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ମୋ ପାପା ଦିଦିଙ୍କୁ ମୋରେ ରହିବା ପାଇଁ ବ୍ୟବସ୍ଥା କରିଦେଲେ। ପ୍ରଥମେ ତ ମୋତେ ଲାଗିଲା କି ବୋଧହୁଏ ଏଇଟା ଅଜବ ହେବ, କାରଣ ମୁଁ କେବେ କାହା ସହିତ ନିଜ ରୁମ୍ ସେୟାର କରିନଥିଲି। କିନ୍ତୁ ଦିଦିଙ୍କ ସହିତ ରୁମ୍ ସେୟାର କରିବା ମୋ ପାଇଁ କୌଣସି ରୋମାଞ୍ଚକର ଯାତ୍ରା ପରି ଥିଲା। ମୁଁ ଖୁସି ଖୁସିରେ ନିଜକୁ ତାଙ୍କ ସହିତ ବାଣ୍ଟିବା ପାଇଁ ପ୍ରସ୍ତୁତ ହୋଇଗଲି। ଦିଦି ଆସିବା ପରେ ମୋ ଜୀବନରେ ବହୁତ ପରିବର୍ତ୍ତନ ଆସିଲା। ଯେତେବେଳେ ମୁଁ ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିଲି, ଦିଦି ଦୁଆର ମୁହଁରେ ମୋର ଅପେକ୍ଷା କରୁଥିଲେ। ଯେମିତି ହିଁ ମୁଁ ଭିତରକୁ ଆସୁଥିଲି, ସେ ମୋ ହାତରୁ ସ୍କୁଲ ବ୍ୟାଗ୍ ନେଇ ଯାଉଥିଲେ ଏବଂ କହୁଥିଲେ, ଚାଲ ପ୍ରଥମେ ହାତ ଧୋଇନିଅ, ତାପରେ ଖାଇବ। ତାଙ୍କର ଏହି ଛୋଟ ଛୋଟ କଥା ମୋତେ ବହୁତ ଶାନ୍ତି ଦେଉଥିଲା। ଦିଦି ମୋର ଛୋଟ ଛୋଟ ଆବଶ୍ୟକତାର ଧ୍ୟାନ ରଖୁଥିଲେ। ଖିଆପିଆଠାରୁ ଆରମ୍ଭ କରି ହୋମୱାର୍କ କରାଇବା ପର୍ଯ୍ୟନ୍ତ ସବୁକିଛି ସେ ସମ୍ଭାଳି ନେଇଥିଲେ। ମୁଁ ଏବେ 17 ବର୍ଷର ହୋଇଯାଇଥିଲି ଏବଂ 10ମରେ ପଢ଼ୁଥିଲି। ଦିଦିଙ୍କୁ ଘରକୁ ଡକାଇବାର ଆଉ ଏକ ମୁଖ୍ୟ କାରଣ ଥିଲା। ପାଖାପାଖି 1 ମାସ ପୂର୍ବରୁ ମୋତେ ଥାଇରଏଡ୍ ରୋଗ ବିଷୟରେ ଜଣାପଡ଼ିଥିଲା। ଏତେ କମ୍ ବୟସରେ ଏହି ରୋଗ ମୋ ପାଇଁ କୌଣସି ବଡ଼ ଝଟକାଠାରୁ କମ୍ ନଥିଲା। ଥାଇରଏଡ୍ ଯୋଗୁଁ ମୋତେ ପ୍ରତିଦିନ ଆଣ୍ଟିଥାଇରଏଡ୍ ଇଞ୍ଜେକ୍ସନ ନେବାକୁ ପଡ଼ୁଥିଲା। ଇଞ୍ଜେକ୍ସନ ଦେବା ପାଇଁ ଅପରାହ୍ନରେ ଜଣେ ମେଲ୍ ନର୍ସ ଘରକୁ ଆସୁଥିଲେ। ଯେମିତି ନର୍ସ ଥାନ୍ତି, ସେମିତି ମେଲ୍ ନର୍ସ ମଧ୍ୟ ଥାନ୍ତି। ସେହି ପିଲାଟି ବହୁତ ଦାୟିତ୍ୱର ସହ ନିଜ କାମ କରୁଥିଲା। ସେ ପ୍ରତିଦିନ ଠିକ୍ ସମୟରେ ଆସୁଥିଲା ଏବଂ ମୋତେ ଇଞ୍ଜେକ୍ସନ ଦେଉଥିଲା। ଯଦିଓ ଏହି ସବୁ ମୋ ପାଇଁ ସହଜ ନଥିଲା। ଇଞ୍ଜେକ୍ସନର ମୁନ୍ ଚୁଚୁକ୍ ହେବା ମାତ୍ରେ ମୋ ଆଖି ଭରି ଆସୁଥିଲା, କିନ୍ତୁ ମୋ ପାଖରେ ଏହାକୁ ସହିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା। ଦେଖୁ ଦେଖୁ ଦିଦିଙ୍କୁ ଘରକୁ ଆସିବାର ଅନେକ ଦିନ ହୋଇଗଲାଣି। ତାଙ୍କ ଆସିବା ପରଠାରୁ ମୋର ପୂରା ଜୀବନ ବଦଳି ଯାଇଥିଲା। ମୋ ସ୍କୁଲ ଯିବାଠାରୁ ଆରମ୍ଭ କରି ମୋ ପାଠପଢ଼ା ପର୍ଯ୍ୟନ୍ତ ପୂରା ଦାୟିତ୍ୱ ଦିଦି ନିଜ କାନ୍ଧକୁ ନେଇଯାଇଥିଲେ। ସକାଳେ ସେ ମୋତେ ଠିକ୍ ସମୟରେ ଉଠାଉଥିଲେ ଏବଂ ସ୍କୁଲ ପାଇଁ ପ୍ରସ୍ତୁତ କରାଉଥିଲେ। ଯେତେବେଳେ ମୁଁ ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିଲି, ତ ସେ ଦୁଆର ମୁହଁରେ ମୋର ଅପେକ୍ଷା କରୁଥିଲେ। ମୋ ହାତରୁ ବ୍ୟାଗ୍ ନେଇ ଆଦରରେ ପଚାରୁଥିଲେ କେମିତି ଥିଲା ଆଜିର ଦିନ। ତାଙ୍କର ଏହି କଥା ଶୁଣି ମୋ ମନ ହାଲୁକା ହୋଇଯାଉଥିଲା। ମୋ ଦେହ ଏବେ ଆଗ ଭଳି ରହୁନଥିଲା। ଥାଇରଏଡ୍ କାରଣରୁ ମୁଁ ଶୀଘ୍ର ଥକି ଯାଉଥିଲି ଏବଂ ଅନେକ ସମୟରେ ଦୁର୍ବଳ ଅନୁଭବ ହେଉଥିଲା। ଦିଦିଙ୍କୁ ମୋ ଅବସ୍ଥା ଦେଖି ବହୁତ ଚିନ୍ତା ହେଉଥିଲା। ସେ ମୋର ଖିଆପିଆର ବିଶେଷ ଧ୍ୟାନ ରଖୁଥିଲେ। ସେ ମୋ ପାଇଁ ଘରେ ପୁଷ୍ଟିକର ଖାଦ୍ୟ ତିଆରି କରୁଥିଲେ ଏବଂ କହୁଥିଲେ, ଅମିତ, ତୋତେ ଜଲ୍ଦି ଭଲ ହେବାକୁ ପଡ଼ିବ। ଏଇସବୁ ତ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଯେତେବେଳେ ମେଲ୍ ନର୍ସ ମୋତେ ଇଞ୍ଜେକ୍ସନ ଦେବାକୁ ଆସୁଥିଲେ, ଦିଦି ମୋ ପାଖରେ ବସୁଥିଲେ। ସେ ମୋ ହାତ ଧରୁଥିଲେ ଏବଂ କହୁଥିଲେ, ଡର ନାହିଁ, ବସ୍ କିଛି ସମୟର କଥା। ତାଙ୍କ ସାଥ ପାଇଁ ମୋତେ ସାହସ ମିଳୁଥିଲା। ଦିଦିଙ୍କୁ ଘରକୁ ଆସିବା ଅନେକ ଦିନ ହୋଇଗଲାଣି। ମୋ ସ୍କୁଲ ଯିବାଠାରୁ ମୋ ପାଠପଢ଼ା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ଦିଦି ହିଁ ତୁଲାଉଥିଲେ। ଗୋଟିଏ ରାତିରେ ହଠାତ୍ ମୋ ନିଦ ଭାଙ୍ଗିଗଲା। ମୁଁ ବୁଝିପାରିଲି ନାହିଁ ଯେ ମୁଁ ହଠାତ୍ କାହିଁକି ଜାଗିଗଲି। ରେ ସାମାନ୍ୟ ଅନ୍ଧାର ଥିଲା, କିନ୍ତୁ ମୋତେ ନିଜ ଶରୀର ଉପରେ କାହାର ସ୍ପର୍ଶ ଅନୁଭବ ହେଲା। ସେହି ହାତ ମୋ ଶରୀର ଉପରେ ଧୀରେ ଧୀରେ ବୁଲୁଥିଲା। ପ୍ରଥମେ ତ ମୋତେ ଲାଗିଲା କି ଏଇଟା ଭୁଲରେ ହେଉଥିବ। ବୋଧହୁଏ ନିଦରେ ଦିଦିଙ୍କ ହାତ ପାଖକୁ ଆସିଯାଇଥିବ। କିନ୍ତୁ ଏହି ଅନୁଭବ ମୋତେ ଅସ୍ଥିର କରିବାକୁ ଲାଗିଲା। ମୋତେ କାହାର ଏମିତି ଛୁଇଁବା ବିଲକୁଲ ପସନ୍ଦ ନଥିଲା। ମୁଁ କିଛି ସମୟ ଚୁପଚାପ ଶୋଇ ରହିଲି ଏବଂ ଏହା ଭାବୁଥିଲି କି ବୋଧହୁଏ ମୁଁ ଭୁଲ ବୁଝୁଛି। ଦିଦିଙ୍କ ଦ୍ୱାରା ଏହା ଭୁଲରେ ହେଉଥିବ। ଶେଷରେ ସେ ମୋର ବଡ଼ ଭଉଣୀ ଥିଲେ, ଯାହାଙ୍କ ଉପରେ ମୁଁ ଭରସା କରୁଥିଲି। କିନ୍ତୁ ପରଦିନ ଯେତେବେଳେ ମୁଁ ଶୋଇଥିଲି, ପୁଣି ସେଇଆ ହେଲା। ଏଥର ମୁଁ ପୂରାପୂରି ଜାଗି ଯାଇଥିଲି।
ଦିଦିଙ୍କ ବ୍ୟବହାର ଏବେ ମୋତେ ଅଜବ ଲାଗିବାକୁ ଲାଗିଲା। ତାଙ୍କର ଏହି ସ୍ପର୍ଶ ପୂର୍ବ ଭଳି ଭୁଲ ବୋଲି ଲାଗୁନଥିଲା। ମୁଁ ଭିତରୁ ଡରିଗଲି। ପ୍ରଥମ ଥର ମୁଁ ଦିଦିଙ୍କୁ ଏହି ରୂପରେ ଦେଖିଥିଲି। ଏ ସେହି ଦିଦି ନଥିଲେ ଯାହାଙ୍କୁ ମୁଁ ଜାଣିଥିଲି, ଯିଏ ମୋର ଦେଖାଶୁଣା କରୁଥିଲେ, ଯିଏ ମୋତେ ପାଠପଢ଼ାରେ ସାହାଯ୍ୟ କରୁଥିଲେ, ଯିଏ ମୋ ପାଇଁ ମା' ସଦୃଶ ଥିଲେ। ତାଙ୍କର ଏହି ଅଜବ ବ୍ୟବହାର ମୋ ପାଇଁ ଅସହ୍ୟ ଥିଲା। ମୁଁ ସେହି ରାତିରେ କିଛି କହିଲି ନାହିଁ। ମୁଁ ବସ୍ ଚୁପଚାପ ଶୋଇ ରହିଲି। କିନ୍ତୁ ମୋ ମୁଣ୍ଡ ବହୁତ ଜୋରରେ ଚାଲୁଥିଲା। ମୁଁ ଭାବୁଥିଲି କି ଶେଷରେ ଏହିସବୁ କାହିଁକି ହେଉଛି? କ'ଣ ମୁଁ କିଛି ଭୁଲ ଭାବୁଛି? କ'ଣ ଏହିସବୁ ମୋର ଭୁଲ ଧାରଣା? ପରଦିନ ପୁଣି ସେଇଆ ହେଲା। କ୍ରମାଗତ 2 ରାତି ପର୍ଯ୍ୟନ୍ତ ଦିଦିଙ୍କର ଏହି ବ୍ୟବହାର ସହିବା ପରେ ମୁଁ ସ୍ଥିର କଲି କି ଏବେ ମୁଁ ଚୁପ୍ ରହିବି ନାହିଁ। ଏହି କଥା ମୋ ପାଇଁ ବହୁତ ବଡ଼ ଥିଲା। ମୁଁ ଦିଦିଙ୍କ ସମ୍ମୁଖୀନ ହେବା ପାଇଁ ସାହସ ଜୁଟାଇବାକୁ ଲାଗିଲି। ମୋତେ ବୁଝା ପଡ଼ୁନଥିଲା କି ମୁଁ ତାଙ୍କ ସହ କେମିତି କଥା ହେବି। ମୁଁ ଡରୁଥିଲି କି କାଳେ ମୋ କହିବା ଦ୍ୱାରା ଘରର ପରିବେଶ ଖରାପ ନ ହୋଇଯାଉ। କିନ୍ତୁ ମୁଁ ଜାଣିଥିଲି କି ଏଇଟା ଠିକ୍ ନୁହେଁ। ମୋତେ ଏ ବିଷୟରେ କଥା ହେବାକୁ ହିଁ ପଡ଼ିବ। ପରଦିନ ଯେତେବେଳେ ମୁଁ ଅପରାହ୍ନରେ ସ୍କୁଲରୁ ଘରକୁ ଆସିଲି ତ ମୋ ମନରେ ରାତିର କଥା ଘୂରି ବୁଲୁଥିଲା। ମୁଁ ବହୁତ ଅସ୍ଥିର ଥିଲି। ଖାଇବା ସମୟରେ ମୁଁ ନିଜକୁ ରୋକିପାରିଲି ନାହିଁ ଏବଂ ଶେଷରେ ଦିଦିଙ୍କୁ ପ୍ରଶ୍ନ କରି ହିଁ ଦେଲି। ମୁଁ କହିଲି, ଦିଦି, ଗତ 2 ଦିନ ହେବ ରାତିରେ ଶୋଇବା ବେଳେ ତୁମେ ମୋ ଶରୀରରେ ହାତ କାହିଁକି ବୁଲାଉଛ? କ'ଣ ତୁମକୁ କିଛି ଖରାପ ସ୍ୱପ୍ନ ଆସୁଛି? ମୋ ପ୍ରଶ୍ନ ଶୁଣିବା ମାତ୍ରେ ଦିଦିଙ୍କ ଚେହେରା ହଠାତ୍ ବଦଳିଗଲା। ତାଙ୍କ ଭାବଭଙ୍ଗୀରେ ଏକ ଅଜବ ପ୍ରକାରର ଛାନିଆ ଥିଲା ଯାହାକୁ ମୁଁ ସ୍ପଷ୍ଟ ଦେଖିପାରୁଥିଲି। ଏମିତି ଲାଗୁଥିଲା ଯେମିତି ସେ ଏହି ପ୍ରଶ୍ନ ପାଇଁ ପ୍ରସ୍ତୁତ ନଥିଲେ। କିଛି ମୁହୂର୍ତ୍ତ ପାଇଁରେ ନୀରବତା ଖେଳିଗଲା। କିଛି ସମୟ ପରେ ଦିଦି ଉତ୍ତର ଦେଲେ, ବୋଧହୁଏ ମୋତେ କିଛି ସ୍ୱପ୍ନ ଆସୁଥିବ। ସ୍ୱପ୍ନରେ ଭୁଲରେ ମୋ ହାତ ତ ଶରୀର ଉପରେ ଆସିଯାଇଥିବ। ତାଙ୍କ ସ୍ୱରରେ ଏକ ସାମାନ୍ୟ ଝିଝକ ଥିଲା। କିନ୍ତୁ ତାଙ୍କ ଉତ୍ତର ଶୁଣି ମୁଁ ଟିକେ ଶାନ୍ତ ହୋଇଗଲି। ମୋତେ ଲାଗିଲା କି ବୋଧହୁଏ ମୁଁ ହିଁ କିଛି ଅଧିକ ଭାବୁଛି। ଶେଷରେ ଦିଦି ମୋର ବଡ଼ ଭଉଣୀ ଥିଲେ, ଯିଏ ମୋର ଦେଖାଶୁଣା ପାଇଁ ଏଠାକୁ ଆସିଥିଲେ। ମୁଁ ତାଙ୍କ କଥା ଉପରେ ବିଶ୍ୱାସ କରିନେଲି ଏବଂ ଭାବିଲି କି ଏହିସବୁ ସତରେ ସ୍ୱପ୍ନ ଯୋଗୁଁ ହେଉଥିବ। କିନ୍ତୁ ଏହା ପଛର ସତ୍ୟତା କିଛି ଅଲଗା ହିଁ ଥିଲା। ତାଙ୍କର ବଦଳିଥିବା ଭାବଭଙ୍ଗୀ ଏବଂ ଝିଝକ ଭରା ଉତ୍ତର ମୋ ମନରେ କେଉଁଠି ନା କେଉଁଠି ଏକ ପ୍ରଶ୍ନ ଛାଡ଼ି ଦେଇଥିଲା। ମୁଁ ଏହାକୁ ଭଲେ ହିଁ ଅଣଦେଖା କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ମୋ ଭିତରର ଡର ଏବଂ ସନ୍ଦେହ ପୂର୍ବପରି ଶେଷ ହୋଇନଥିଲା। ସେହିଦିନ ପରେ ମୁଁ ଦିଦିଙ୍କ ବ୍ୟବହାର ଉପରେ ଅଧିକ ଧ୍ୟାନ ଦେବାକୁ ଲାଗିଲି। ମୋତେ ତାଙ୍କର ଆଉ କିଛି ବ୍ୟବହାର ମଧ୍ୟ ଅଜବ ଲାଗିଲା। ଏବେ ମୁଁ ନିଜକୁ ଅସହଜ ଅନୁଭବ କରିବାକୁ ଲାଗିଲି। ସେହି ରାତିରେ ଶୋଇବାର କିଛି ସମୟ ପରେ ହିଁ ମୋ ନିଦ ଭାଙ୍ଗିଗଲା। ଶୋଇବା ପୂର୍ବରୁ ମୋତେ ଶୋଷ ଲାଗିବା କାରଣରୁ ମୁଁ 2 ଗ୍ଲାସ ପାଣି ପିଇଥିଲି ଏବଂ ସେହି କାରଣରୁ ମୋର ଅଧା ରାତିରେ ହିଁ ନିଦ ଭାଙ୍ଗି ଯାଇଥିଲା। ମୁଁ ଉଠିଲି ଏବଂ ଦେଖିଲି କି ଦିଦି ମୋ ପାଖରେ ନଥିଲେ। ମୋତେ ଲାଗିଲା କି ସେଇରେ ଥିବେ, କିନ୍ତୁ ସେ ରେ ମଧ୍ୟ ନଥିଲେ। ସେତେବେଳେ ମୁଁ ଉଠି ଦିଦିଙ୍କୁ ଖୋଜିବାକୁ ଚିନ୍ତା କଲି। ତାପରେ ମୁଁ ରୁମ୍ ବାହାରକୁ ବାହାରି ଚାରିଆଡ଼କୁ ନଜର ବୁଲାଇଲି। ସେତେବେଳେ ଦିଦି ମୋତେ ମମି ପାପାଙ୍କ ରୁମ୍ ବାହାରେ ଦେଖାଗଲେ। ସେ ମମି ପାପାଙ୍କ ରୁମ୍ ଭିତରକୁ ଝାଙ୍କି ଦେଖୁଥିଲେ। ସେ ସେଠାରେ କାହିଁକି ଝାଙ୍କୁଥିଲେ, ଏହା ମୋତେ ମଧ୍ୟ ବୁଝା ପଡ଼ୁନଥିଲା। ସେତେବେଳେ ମୁଁ ଦିଦିଙ୍କ ପାଖକୁ ଯିବାକୁ ଚିନ୍ତା କଲି, କିନ୍ତୁ ତଥାପି ସେ ମୋ ରୁମ୍ ଆଡ଼କୁ ମୁହଁ ବୁଲାଇଲେ। ଯଦି ମୋତେ ଦିଦି ଦେଖି ନେଇଥାନ୍ତେ, ତେବେ ତାଙ୍କୁ ଲାଗିଥାନ୍ତା କି ମୁଁ ତାଙ୍କ ପିଛା କରୁଛି। ସେଥିପାଇଁ ଦିଦି ମୋତେ ଦେଖିବା ପୂର୍ବରୁ ହିଁ ମୁଁ ନିଜ ଜାଗାକୁ ଫେରିଯାଇ ଶୋଇଗଲି। କିଛି ସମୟ ପରେ ଦିଦି ମଧ୍ୟକୁ ଆସିଲେ। ଆସିବା ମାତ୍ରେ ସେ ନିଜ ଜାଗାରେ ଶୋଇଗଲେ ଏବଂ ତାଙ୍କର ସେହି ଅଜବ ବ୍ୟବହାର ପୁଣି ଆରମ୍ଭ ହୋଇଗଲା। ସେ ପୁଣି ମୋ ଶରୀରରେ ହାତ ବୁଲାଉଥିଲେ। ଦିଦି ଏମିତି ଅଜବ ବ୍ୟବହାର କାହିଁକି କରୁଥିଲେ, ଏହା ମୋତେ ବୁଝାପଡ଼ୁନଥିଲା। କିନ୍ତୁ ଗୋଟିଏ କଥା ମୋତେ ନିଶ୍ଚୟ ବୁଝାପଡ଼ିଥିଲା କି ସେ ମମି ପାପାଙ୍କରେ କିଛି ଦେଖନ୍ତି ଏବଂ ତାପରେ ମୋ ଶରୀରରେ ହାତ ବୁଲାନ୍ତି। ଦିଦି ଶେଷରେ ମମି ପାପାଙ୍କରେ କାହିଁକି ଝାଙ୍କନ୍ତି, ଏହା ଜାଣିବାର ମୋର ଇଚ୍ଛା ବଢ଼ିଯାଇଥିଲା। ପରଦିନ ଅପରାହ୍ନରେ ଘରେ ମୁଁ ଏବଂ ଦିଦି ହିଁ ଥିଲୁ। ଦିଦି ମୋତେ ପଢ଼ାଉଥିଲେ। ଯେତେବେଳେ ସେ ମୋତେ ପଢ଼ାଉଥିଲେ, ତେବେ ମୁଁ ତାଙ୍କୁ ସହଜ ଭାବରେ ପ୍ରଶ୍ନ କଲି, ଦିଦି, ତୁମେ ଏତେ ସୁନ୍ଦର, ତଥାପି ତୁମର ବାହାଘର କାହିଁକି ହେଲାନି? ଏହା ଉପରେ ସେ କହିଲେ, ପ୍ରଥମେ ମୋତେ ଲାଗୁଥିଲା କି ବାହାଘର ଏକ ବହୁତ ଚିନ୍ତାଜନକ ସମ୍ପର୍କ, କାହିଁକି ଅଯଥାରେ ସେଥିରେ ଫସିବା। କିନ୍ତୁ ଏବେ ଧୀରେ ଧୀରେ ମୋତେ ବାହାଘରର ଆବଶ୍ୟକତା ଅନୁଭବ ହେଲାଣି। କିନ୍ତୁ ଏବେ ମୋର ବୟସ ଏତେ ହୋଇଗଲାଣି ଯେ ମୋ ବୟସର ଯୋଡ଼ିଦାର ମିଳିବା ଟିକେ କଷ୍ଟକର। ଦିଦିଙ୍କ ଉତ୍ତର ଉପରେ ମୁଁ ପୁଣି ତାଙ୍କୁ କୌଣସି ପ୍ରଶ୍ନ କଲି ନାହିଁ। ସେତେବେଳେ ଚୁପଚାପ ମୁଁ ପାଠ ପଢ଼ିବାକୁ ଲାଗିଲି। କିଛି ସମୟ ପରେ ଇଞ୍ଜେକ୍ସନ ଦେଉଥିବା ବ୍ରଦର ମୋତେ ଇଞ୍ଜେକ୍ସନ ଦେବା ପାଇଁ ଘରକୁ ଆସିଲେ। ଇଞ୍ଜେକ୍ସନ ନେବା ପରେ ମୁଁ କିଛି ସମୟ ପାଇଁ ଶୋଇଗଲି। ଯେତେବେଳେ ମୁଁ ଶୋଇକି ଉଠିଲି ତ ଉଠିବା ମାତ୍ରେ ମୋତେ ଜୋରରେ ଭୋକ ଲାଗିଲା। ମୋତେ ମ୍ୟାଗି ଖାଇବାକୁ ଇଚ୍ଛା ହେଉଥିଲା।
ସେଥିପାଇଁ ମୁଁ ଦିଦିଙ୍କୁ ମୋ ପାଇଁ ମ୍ୟାଗି ତିଆରି କରିବାକୁ କହିଲି। ସେହି ସମୟରେ ଦିଦି ମମିଙ୍କରେ ଥିଲେ। ଯେତେବେଳେ ମୁଁ ସେହି ରୁମ୍ ପାଖକୁ ଗଲି ତ ମୋତେ ଦିଦି ସେଠାରେ କିଛି ଅଲଗା ରୂପରେ ଦେଖାଗଲେ। ଏବେ ଗାଧୋଇ କରି ବାହାରକୁ ଆସିଥିଲେ। ସେ ନିଜକୁ ଦର୍ପଣରେ ଏମିତି ଦେଖୁଥିଲେ ଯେମିତି ସେ 18 ବର୍ଷର ଜଣେ ଝିଅ। ଦିଦିଙ୍କର ନିଜକୁ ଏମିତି ଦେଖିବା କେତେବେଳେ ଶେଷ ହେବ, ଏହାର ଅପେକ୍ଷା କରି ମୁଁ ରୁମ୍ ବାହାରେ ଛିଡ଼ା ହୋଇଥିଲି। କିନ୍ତୁ ସେ ତ ନିଜକୁ ହିରୋଇନ୍ ଭାବି ଆହୁରି ମଧ୍ୟ କେଶ କୁଣ୍ଡାଉଥିଲେ। ଏପଟେ ମୋ ଭୋକ ମଧ୍ୟ କଣ୍ଟ୍ରୋଲ ହେଉନଥିଲା। ଶେଷରେ ମୁଁ ଦିଦିଙ୍କକୁ ଚାଲିଗଲି। ମୋତେ ଦେଖିବା ମାତ୍ରେ ଦିଦି ଟିକେ ଲାଜେଇ ଗଲେ। ସେହି ସମୟରେ ସେ ସେମିତି ହିଁ ମୋ ସାମ୍ନାରେ ଛିଡ଼ା ହୋଇଥିଲେ ଏବଂ ମୋ ସହ କଥା ହେବାକୁ ଲାଗିଲେ। ଦିଦି ସେହି ସମୟରେ ଗାଧୋଇବା ଗାଉନ୍ ପିନ୍ଧିଥିଲେ। ମୋତେ ଦେଖିବା ମାତ୍ରେ ସେ କହିଲେ, ଉଠିଗଲୁ ଅମିତ, ତୁ ଭଲ ଏବେ ଆସିଗଲୁଣି, ଯେତେବେଳେ କହ ମୁଁ କେମିତି ଦେଖାଯାଉଛି। ମୋତେ ଭୋକ ଲାଗିଥିଲା, ସେଥିପାଇଁ ମୁଁ ସେଠାକୁ ଯାଇଥିଲି। କିନ୍ତୁ ଦିଦି ତ ମୋ ପାଟିରୁ ନିଜର ପ୍ରଶଂସା ଶୁଣିବାରେ ବ୍ୟସ୍ତ ହୋଇଗଲେ। ସେତେବେଳେ ସେ ମୋ ହାତ ଧରି ମୋତେ ଦର୍ପଣ ସାମ୍ନାକୁ ନେଇଗଲେ। ଗୋଟିଏ ହାତ ମୋ ବେକରେ ପକାଇ ସେ ମୋ ପଛରେ ଛିଡ଼ା ହୋଇଗଲେ। ସେ କହିଲେ, ଅମିତ ତୋତେ କ'ଣ ଲାଗୁଛି? କ'ଣ ମୋତେ ଏବେ ମଧ୍ୟ ବାହା ହେବା ଉଚିତ? ଦିଦିଙ୍କର ଏହି ପ୍ରଶ୍ନ ଉପରେ ମୁଁ କ'ଣ ଉତ୍ତର ଦେବି ବୁଝିପାରୁନଥିଲି। ମୁଁ ତାଙ୍କୁ କହିଲି, ଦିଦି, ବାହା ହେବା ତୁମର ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଉପରେ ମୁଁ କିଛି କହିପାରିବି ନାହିଁ। ମୁଁ ତ ଏଠାକୁ ଏଥିପାଇଁ ଆସିଥିଲି କାରଣ ମୋତେ ବହୁତ ଜୋରରେ ଭୋକ ଲାଗୁଛି। କ'ଣ ତୁମେ ମୋ ପାଇଁ ମ୍ୟାଗି ତିଆରି କରିପାରିବ? ମୋ କଥା ଶୁଣି ଦିଦି ହସି ପକାଇଲେ। ସେ କହିଲେ, ମୁଁ ତ ତୋତେ ବଡ଼ ବୋଲି ଭାବିଥିଲି, କିନ୍ତୁ ତୁ ଏବେ ବି ପିଲାଙ୍କ ଭଳି ବ୍ୟବହାର କରୁଛୁ। କିଛି କଥା ନାହିଁ, ଏବେ ତୋତେ ବୁଦ୍ଧିମାନ ବନାଇବାର ଦାୟିତ୍ୱ ମୋର। ଠିକ୍ ଅଛି, ତୁ ଏଠି ରହୁ, ମୁଁ ରେଡି ହୋଇ ଆସୁଛି। ସେହି ସମୟରେ ମୁଁ ସେହିରୁ ବାହାରକୁ ଆସିଗଲି। କିଛି ସମୟ ପରେ ସେ ମୋତେ ମ୍ୟାଗି ବନାଇଦେଲେ। ସେହି ରାତିରେ ମୁଁ ସ୍ଥିର କରିଥିଲି କି ମୁଁ ମମି ପାପାଙ୍କରେ ଝାଙ୍କିବି, କାରଣ ମୋତେ ଜାଣିବାର ଥିଲା କି ଦିଦି ସେଠାକୁ କାହିଁକି ଯାଆନ୍ତି। ରାତିରେ ଶୋଇବାର କିଛି ସମୟ ପରେ ମୁଁ ନିଜ ଆଖି ଖୋଲିଦେଲି। ସେହି ସମୟରେ ମୁଁ ଜାଣିଶୁଣି ଆଶ୍ଚର୍ଯ୍ୟ ହେଉଥିଲି। ପାଣି କେଉଁଠି ଅଛି? ଶୋଷ ଲାଗୁଛି ମାଇଁ, ଯେମିତି ଦିଦିଙ୍କୁ ଲାଗୁ କି ମୁଁ ସତରେ ପାଣି ପିଇବାକୁ ଯାଉଛି। ରେ ପାଣି କେଉଁଠି ଦେଖାଯାଉନଥିଲା, ସେଥିପାଇଁ ମୁଁ ଜୋରରେ କହିଲି, ଲାଗୁଛିରୁ ପାଣି ନେବାକୁ ପଡ଼ିବ। ମୁଁ ଏହିସବୁ ଜାଣିଶୁଣି କରୁଥିଲି କାରଣ ମୋତେ ଭଲ ଭାବରେ ଜଣାଥିଲା କି ଦିଦି ମଧ୍ୟ ଜାଗିଛନ୍ତି। ମୁଁ ତାଙ୍କର କାର୍ଯ୍ୟକଳାପକୁ ବୁଝିବାକୁ ଚାହୁଁଥିଲି ଏବଂ ଦେଖିବାକୁ ଚାହୁଁଥିଲି କି ତାଙ୍କ ମୁଣ୍ଡରେ କ'ଣ ଚାଲୁଛି। ମୁଁ ରୁମ୍ ବାହାରକୁ ବାହାରିଲି, କିନ୍ତୁ କିଚେନ୍ ଆଡ଼କୁ ଯିବା ପରିବର୍ତ୍ତେ ମୁଁ ମମି ପାପାଙ୍କ ରୁମ୍ ଆଡ଼କୁ ବଢ଼ିଲି। ତାଙ୍କ କବାଟ ସାମାନ୍ୟ ଖୋଲା ଥିଲା। ଯେତେବେଳେ ମୁଁ ଭିତରକୁ ଝାଙ୍କିଲି ତ ମୁଁ ଦେଖିଲି କି ମମି ଏବଂ ପାପା ଏକାଠି ବସିଥିଲେ। ପାପା ମମିଙ୍କୁ ଆଦରରେ ପାଖକୁ ଟାଣି ନେଇଥିଲେ। ସେହି ଦୃଶ୍ୟ ଦେଖି ମୋ ମୁଣ୍ଡରେ କିଛି କଥା ସଫା ହୋଇଗଲା। ମୋତେ ଯାହା ବୁଝିବାର ଥିଲା ସେଇଟା ମୁଁ ବୁଝି ସାରିଥିଲି। ମୁଁ ସେହି ସମୟରେ କିଛି ବି ଅନୁଭବ କରିପାରୁନଥିଲି। ମୋ ଭିତରେ ଅନେକ ପ୍ରଶ୍ନ ଏବଂ ଡର ଉଠିବାକୁ ଲାଗିଥିଲା। ମୁଁ ଚୁପଚାପ ନିଜକୁ ଫେରି ଆସିଲି। ମୁଁ ଦେଖିଲି କି ଦିଦି ସେହି ଜାଗାରେ ଶୋଇଥିଲେ ଏବଂ ଏମିତି ଲାଗୁଥିଲା ଯେମିତି ସେ ଗଭୀର ନିଦରେ ଅଛନ୍ତି। କିନ୍ତୁ ମୁଁ ଜାଣିଥିଲି କି ସେ ଜାଗିଥିଲେ। ତାଙ୍କ ମନରେ କିଛି ଅଲଗା ହିଁ ଚାଲୁଥିଲା ଏବଂ ଏବେ ମୋତେ ବିଶ୍ୱାସ ହୋଇଗଲା କି ତାଙ୍କ ବ୍ୟବହାର ପଛରେ କିଛି କାରଣ ଅଛି ଯାହାକୁ ମୁଁ ବୁଝିପାରୁନାହିଁ। ଏବେ ମୋତେ ତାଙ୍କ ସହ ଏକାନ୍ତରେ କଥା ହେବାର ଥିଲା। ମୁଁ ସ୍ଥିର କଲି କି ମୁଁ ଯଥାଶୀଘ୍ର ଦିଦିଙ୍କୁ ଏ ବିଷୟରେ ପ୍ରଶ୍ନ କରିବି। ମୁଁ ଏବେ ଆଉ ଚୁପ୍ ରହିପାରିବି ନାହିଁ। ଏହି ସବୁ ମୋତେ ଭିତରୁ ଅସ୍ଥିର କରୁଥିଲା। ସେହି ରାତିରେ ମୁଁ ବହୁତ ସମୟ ପର୍ଯ୍ୟନ୍ତ ଶୋଇପାରିଲି ନାହିଁ। ମୋ ମୁଣ୍ଡରେ ବସ୍ ସେହି କଥାଗୁଡ଼ିକ ଘୂରି ବୁଲୁଥିଲା। ଦିଦିଙ୍କ ଅଜବ ବ୍ୟବହାର, ମମି ପାପାଙ୍କର ସେହି ଦୃଶ୍ୟ ଏବଂ ମୋ ମନରେ ଉଠୁଥିବା ପ୍ରଶ୍ନ। ମୋତେ ଲାଗୁଥିଲା ଯେମିତି ମୁଁ କୌଣସି ଦ୍ୱନ୍ଦ୍ୱରେ ଫସିଯାଇଛି ଯେଉଁଠାରୁ ବାହାରିବା ମୋ ପାଇଁ ବହୁତ ଜରୁରୀ ଥିଲା। ଦେଖୁ ଦେଖୁ 3 ଦିନ ବିତିଗଲା। ମୋର ଖରା ଛୁଟି ଆରମ୍ଭ ହେବାକୁ ଯାଉଥିଲା। ମମି ପାପା କେଉଁଠି ବାହାରକୁ ଯିବାକୁ ପ୍ଲାନ୍ ବନାଇଥିଲେ, କିନ୍ତୁ ଏହି ପ୍ଲାନ୍ ସେମାନେ କେବଳ ନିଜ ପାଇଁ ହିଁ ବନାଇଥିଲେ। ମମି ପାପାଙ୍କ କହିବା କଥା ଥିଲା କି ମୋର 10ମ ପରୀକ୍ଷା ଅଛି, ସେଥିପାଇଁ ଛୁଟିର ବ୍ୟବହାର ମୋତେ ନିଜ ସିଲାବସ୍ ପ୍ରସ୍ତୁତି ପାଇଁ କରିବା ଉଚିତ। ମୁଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲି କି ମୁଁ ମଧ୍ୟ ତାଙ୍କ ସହିତ ଯିବାକୁ ଚାହୁଁଛି, କିନ୍ତୁ ତାଙ୍କ ନିଷ୍ପତ୍ତି ପକ୍କା ଥିଲା। ସେମାନେ କହିଲେ, ଅମିତ, ଏହି ସମୟ ତ ପାଇଁ ବହୁତ ଜରୁରୀ। ତୋତେ ପାଠପଢ଼ା ଉପରେ ଧ୍ୟାନ ଦେବା ଉଚିତ। ଶେଷରେ 3 ଦିନ ପରେ ଯେତେବେଳେ ମୋର ଛୁଟି ଆରମ୍ଭ ହେଲା, ସେତେବେଳେ ମମି ପାପା ନିଜରେ ବାହାରିଗଲେ। ସେମାନେ ଯିବା ପରେ ଘରେ ମୁଁ ଏବଂ ଦିଦି ଏକା ରହିଗଲୁ। ମୋତେ ଜଣାଥିଲା କି ଦିଦି ମଧ୍ୟ ଘରେ ଏକା ହେବା କାରଣରୁ ଟିକେ ଉଦାସ ଥିବେ। ମୁଁ ତାଙ୍କ ପାଖକୁ ଯାଇ ବସିଲି ଏବଂ ହସିକରି କହିଲି, ଦିଦି, ଏବେ ତ ତୁମକୁ ବି ବାହା ହେବାକୁ ଇଚ୍ଛା ହେଉଥିବ, ହେଲେ ନା? ଏଠାକୁ ଆସିବା ପରଠାରୁ ମମି ପାପାଙ୍କୁ ଏକାଠି ଦେଖି ତୁମକୁ ବି ଲାଗୁଥିବ କି ତୁମକୁ ବି କେହି ଏମିତି ଦରକାର ଯିଏ ତୁମକୁ ଭଲ ପାଇବ। ଯେମିତି ହିଁ ମୁଁ ପ୍ରଶ୍ନ କଲି ତାଙ୍କ ଆଖିରେ ଲୁହ ଆସିଗଲା। ସେ କହିଲେ,
ଅମିତ, ତୁ ସତରେ ମୋ ମନର କଥା ଚିହ୍ନି ପାରିଲୁ। ତାପରେ ଦିଦି କାନ୍ଦି କାନ୍ଦି ମୋତେ କୁଣ୍ଢାଇ ପକାଇଲେ। ସେ କହିବାକୁ ଲାଗିଲେ, ମୁଁ ତୋତେ ଛୋଟ ବୋଲି ଭାବୁଥିଲି, କିନ୍ତୁ ତୁ ବିଲକୁଲ ଛୋଟ ନୁହେଁ। ତୋର ଏହି ବୁଦ୍ଧିମାନ କଥା ଶୁଣି ମୋତେ ତୋ ଭିତରେ ଜଣେ ବଡ଼ ମଣିଷ ନଜର ଆସୁଛି। କ'ଣ ତୋତେ ସତରେ ଲାଗୁଛି କି ମୋର ଏହି ବୟସରେ ମୋତେ କେହି ପସନ୍ଦ କରିବ? ଦିଦି ପୁଣି ସେହି ପ୍ରଶ୍ନ ମୋତେ କଲେ, ଯାହାର ଉତ୍ତର ମୋ ପାଖରେ ନଥିଲା। କିନ୍ତୁ ସେହିଦିନ ପରଠାରୁ ଦିଦିଙ୍କ ଦୃଷ୍ଟିକୋଣ ମୋ ପ୍ରତି ବଦଳି ଯାଇଥିଲା। ସେହିଦିନ ପରଠାରୁ ଦିଦି ଘରେ ମମିଙ୍କର ଷ୍ଟାଇଲିଶ୍ କପଡ଼ା ପିନ୍ଧିବା ଆରମ୍ଭ କରିଦେଇଥିଲେ। ଦିଦିଙ୍କୁ ଷ୍ଟାଇଲିଶ୍ କପଡ଼ାରେ ଦେଖି ମୁଁ ତାଙ୍କୁ ଦେଖୁ ହିଁ ରହିଯାଉଥିଲି। ଯେତେବେଳେ ସେ ଷ୍ଟାଇଲିଶ୍ କପଡ଼ା ପିନ୍ଧି ପ୍ରସ୍ତୁତ ହେଉଥିଲେ, ତେବେ ସେ ବିଶେଷ କରି ମୋର ପ୍ରଶଂସା ଶୁଣିବା ପାଇଁ ଉତ୍ସୁକ ରହୁଥିଲେ। ଏତିକି ନୁହେଁ, ସେ ମୋତେ ଲାଗି କରି ଫଟୋ ମଧ୍ୟ ଉଠାଉଥିଲେ। ଦିଦିଙ୍କର ଯେଉଁ ସ୍ପର୍ଶ ମଧ୍ୟ ମୋତେ ହେଉଥିଲା, ସେଇଟା କିଛି ଅଲଗା ହିଁ ଦର୍ଶାଉଥିଲା। ତାଙ୍କର ଏକଦମ ବଦଳିଥିବା ଅନ୍ଦାଜ କିଛି ଅଲଗା ହିଁ କହୁଥିଲା। ଯେମିତି ସେ ମୋତେ ଅଯଥାରେ ଇଙ୍ଗିତ କରୁଛନ୍ତି। ଖଇର ଦିନେ ସକାଳେ ଗାଧୋଇବା ପରେ ମୁଁ ଜିନ୍ସ ପିନ୍ଧିଲି। ଜିନ୍ସ ପିନ୍ଧିବା ସମୟରେ ହଠାତ୍ ତାର ଚେନ୍ ଭୁଲ ଜାଗାରେ ଅଟକିଗଲା ଏବଂ ମୋତେ ଯନ୍ତ୍ରଣା ହେବାକୁ ଲାଗିଲା। ସେତେବେଳେ ମୁଁ ଜୋର ଜୋରରେ ମମିଙ୍କୁ ଡାକିବାକୁ ଲାଗିଲି। ମମି ତ ଘରେ ନଥିଲେ, ଏଇଟା ମୁଁ କିଛି ସମୟ ପାଇଁ ଭୁଲି ଯାଇଥିଲି। ମୋ ସ୍ୱର ଶୁଣି ମମି ନୁହେଁ କିନ୍ତୁ ଦିଦି ଦୌଡ଼ି ଦୌଡ଼ି ମୋକୁ ଆସିଗଲେ। ସେ ପାଖକୁ ଆସି ମୋତେ ପଚାରିଲେ, କ'ଣ ହେଲା ଅମିତ? ମୁଁ ତାଙ୍କୁ ସବୁ କିଛି କହିଲି। ସେତେବେଳେ ସେ ମୋ ପାଖକୁ ଆସିଲେ ଏବଂ ମୋର ସାହାଯ୍ୟ କରିବାକୁ ଲାଗିଲେ। ଯେମିତି ହିଁ ସେ ମୋ ଜିନ୍ସରେ ହାତ ଲଗାଇଲେ, ମୁଁ ଲାଜରେ ପଛକୁ ଘୁଞ୍ଚିଗଲି। ମୁଁ କହିଲି, ଦିଦି ମୋତେ ଲାଜ ଲାଗୁଛି। ସେତେବେଳେ ସେ ବୁଝାଇ କହିଲେ, ଏବେ ପାଇଁ ଲାଜକୁ ଅଲଗା ରଖ, ନହେଲେ ତୁ ସବୁଦିନ ପାଇଁ ଅସୁବିଧାରେ ପଡ଼ିଯିବୁ। ଏବେ ତ ମମି ତ ଘରେ ନାହାନ୍ତି, ସେଥିପାଇଁ ତ ସାହାଯ୍ୟ ମୋତେ ହିଁ କରିବାକୁ ପଡ଼ିବ। ସେତେବେଳେ ମୁଁ ନିଜ ଆଖି ଜୋରରେ ବନ୍ଦ କରିଦେଲି ଏବଂ ତାଙ୍କୁ ମୋ ସାହାଯ୍ୟ କରିବାକୁ ଦେଲି, କାରଣ ତାଙ୍କ ଛଡ଼ା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। କିଛି ସମୟ ମଧ୍ୟରେ ସେ ମୋତେ ମୋ ଅସୁବିଧାରୁ ମୁକ୍ତି ଦେଇଦେଲେ। କିନ୍ତୁ ସେହିଦିନ ପରଠାରୁ ଦିଦିଙ୍କ ନଜର ମୋ ଉପରେ ବଦଳିଗଲା। ଯେତେବେଳେ ସେ ମୁଁ ସାହାଯ୍ୟ କଲେ, ତେବେ ଅଜାଣତରେ ତାଙ୍କର ସ୍ପର୍ଶ ଭୁଲ ଜାଗାରେ ହୋଇଯାଇଥିଲା। ମୋ ସାହାଯ୍ୟ କରିବା ପରେ ସେ ମୋତେ ଏକ ଅଲଗା ନଜରରେ ଦେଖିବାକୁ ଲାଗିଥିଲେ। ସେ କହିଲେ, ଅମିତ, ମୁଁ ତ ତୋତେ ଏତେ ଦିନ ହେବ ସାଧାରଣ ବୋଲି ଭାବୁଥିଲି, କିନ୍ତୁ ତୁ ତ 17 ବର୍ଷ ବୟସରେ ହିଁ ବହୁତ ବଡ଼ ହୋଇଗଲୁଣି। ଦିଦି ଯାହା କିଛି ମଧ୍ୟ କହୁଥିଲେ ମୁଁ ସବୁ ବୁଝୁଥିଲି। ସେହି ସମୟରେ ମୋ ଚେହେରାରେ ନିଜେ ନିଜେ ଏକ ହସ ଆସିଗଲା। ସେହି ଦିନ ପରେ ଦିଦି କହିଲେ, ଆଜିଠାରୁ ଯେପର୍ଯ୍ୟନ୍ତ ମମି ଘରକୁ ଆସିନାହାନ୍ତି, ମୁଁ ତୋତେ ଗାଧୋଇ ଦେବି। ମୁଁ ତାଙ୍କୁ ମନା କରିଦେଲି, କାରଣ ମୁଁ ବହୁତ ହିଁ ଲାଜକୁଳା ଥିଲି। ମୋ ମନା ଉପରେ ଦିଦି କହିଲେ, ଠିକ୍ ଅଛି, ଗାଧୋଇବା ତୁ ନିଜେ ହିଁ କର, କିନ୍ତୁ ଗାଧୋଇବା ପରେ ପ୍ରସ୍ତୁତ କରିବାର ଦାୟିତ୍ୱ ମୋର ହେବ। ଆଜି ତୁ ଯେଉଁ ଗଡ଼ବଡ଼ କରିଥିଲୁ, ସେଥିରେ ବହୁତ ବଡ଼ ସମସ୍ୟା ସୃଷ୍ଟି ହୋଇପାରିଥାନ୍ତା। ଆଜି ପରେ ମୁଁ ତୋତେ ପ୍ରସ୍ତୁତ କରିବି। ତାଙ୍କ କଥାରେ ମୁଁ ସହମତି ଜଣାଇଲି। ସେହିଦିନ ସବୁଦିନ ପରି ଅପରାହ୍ନରେ ବ୍ରଦର ମୋତେ ଇଞ୍ଜେକ୍ସନ ଦେବାକୁ ଘରକୁ ଆସିଲେ। ଇଞ୍ଜେକ୍ସନ ନେବା ପରେ ସେହିଦିନ ମୁଁ ପ୍ରତିଦିନ ପରି ଶୋଇନଥିଲି, ବରଂ ଉଠି ରୁମ୍ ବାହାରକୁ ଚାଲିଗଲି। ଆସିବା ମାତ୍ରେ ମୁଁ ଟିଭି ଚାଲୁ କରିଦେଲି। ଟିଭି ଶବ୍ଦ ଶୁଣି ଦିଦି ମମିଙ୍କରୁ ବାହାରକୁ ଆସିଲେ। ବୋଧହୁଏ ସେ ମମିଙ୍କରେ ବିଶ୍ରାମ କରୁଥିଲେ। ଅପରାହ୍ନରେ ଯେମିତି ଭାବରେ ଦିଦି ପ୍ରସ୍ତୁତ ହୋଇଥିଲେ, ତାଙ୍କର ମଚଳିବା କିଛି ଅଲଗା ହିଁ ଥିଲା। ଖଇର ଆଜି ମଧ୍ୟ ଦିଦି ଛୋଟ କପଡ଼ା ପିନ୍ଧିଥିଲେ। ସେ କହିଲେ, ଅମିତ, ମୁଁ ଖାସ୍ ତୋ ପାଇଁ ପାଣିପୁରି ବନାଇଛି। ରହ, ମୁରୁ ନେଇ ଆସୁଛି। ଯିବା ସମୟରେ ସେ ଟିଭି ବନ୍ଦ କରିଦେଲେ ଏବଂ ପାଣିପୁରି ଆଣିବା ପାଇଁକୁ ଚାଲିଗଲେ। ସେ ମୋତେରେ ମଧ୍ୟ ପାଣିପୁରି ଖୁଆଇ ପାରିଥାନ୍ତେ, କିନ୍ତୁ ସେ ଏମିତି କଲେ ନାହିଁ। ସେ ମୋକୁ ନେଇଗଲେ ଏବଂ ମୋତେ ସେୟ ଉପରେ ବସାଇ ନିଜ ହାତରେ ପାଣିପୁରି ଖୁଆଇବାକୁ ଲାଗିଲେ। ପାଣିପୁରି ଖାଇବା ସମୟରେ ଦିଦି ବାରମ୍ବାର ମୋ କେଶରେ ହାତ ବୁଲାଉଥିଲେ। ସେ କହୁଥିଲେ, ତୁ ବହୁତ ବୁଦ୍ଧିମାନ ହୋଇଗଲୁଣି। ଏବେ ତ ତୁ ବଡ଼ ମଧ୍ୟ ହୋଇଗଲୁଣି। ଦିଦିଙ୍କ ପରଫ୍ୟୁମ୍ ଗନ୍ଧ ମୋର ଚାରିଆଡ଼େ ବ୍ୟାପି ଯାଇଥିଲା। ସେ କଥା ହେଉଥିଲେ ଏବଂ ମୋତେ ଧୀରେ ଧୀରେ ନିଦ ଆସିବାକୁ ଲାଗିଲା। କିଛି ସମୟରେ ମୁଁ ଗଭୀର ନିଦରେ ଶୋଇଗଲି। ଯେତେବେଳେ ମୁଁ ନିଦରୁ ଉଠିଲି ତ ମୋତେ ଚକ୍କର ପରି ଅନୁଭବ ହେଉଥିଲା। ଉଠିବା ମାତ୍ରେ ମୁଁ ନିଜ ମୁଣ୍ଡରେ ହାତ ରଖିଲି ଏବଂ ସେୟ ଉପରେ ବସିଗଲି। କିଛି ସମୟ ପରେ ଦିଦି ମୋକୁ ଆସିଲେ। ତାଙ୍କ ଚେହେରାରେ ଏକ ଅଜବ ହସ ଥିଲା। ସେ କହିଲେ, ଅମିତ, ମୋତେ ଆଶା ନଥିଲା କି ତୋ କାରଣରୁ ମୋ ଜୀବନରେ ଏତେ ଆନନ୍ଦ ଆସିବ। ଦିଦିଙ୍କ କଥା ମୋତେ ବୁଝା ପଡ଼ୁନଥିଲା। ମୁଁ ତାଙ୍କ କଥାରେ କେବଳ ମୁଣ୍ଡ ହଲାଇଦେଲି, କାରଣ ମୁଁ ନିଜ ଭାବନାରେ ହଜି ଯାଇଥିଲି। ଦିଦି କହିଲେ, ତୁ ଫ୍ରେଶ୍ ହୋଇ ଆସ, ଆମେ ମଜା କରିବା। ମୁଁ ଫ୍ରେଶ୍ ହୋଇ ରୁମ୍ ବାହାରକୁ ଗଲି। ସେତେବେଳେ ଦିଦିରେ ମୋ ପସନ୍ଦର ଗୀତ ଲଗାଇଥିଲେ। ଏହା ପୂର୍ବରୁ ଦିଦି କେବେ ମୋ ପସନ୍ଦର ଗୀତ ଶୁଣି ନଥିଲେ। ତାଙ୍କୁ ଡିଜେ ଗୀତ ବିଲକୁଲ ପସନ୍ଦ ନଥିଲା, କିନ୍ତୁ ସେହିଦିନ ସେ ନିଜେ ହିଁ ମୋ ପସନ୍ଦର ଗୀତ ଲଗାଇଥିଲେ। ଏତିକି ନୁହେଁ, ସେ ମୋ ହାତ ଧରିଲେ ଏବଂ ମୋତେ ଡ୍ୟାନ୍ସ କରାଇବାକୁ ଲାଗିଲେ।
से मोर गोटिए हाथ निज कमररे एवं द्वितीयटी निज कांधरे रखिले। से मो सहित कपल डांस करबाकू लागिले। दीदी एते खुशी काहींकी थिले एहा मोते बुझा पड़ु नथिला। सेही दिन परे जेमिति जेमिति दिन बितिला दीदी मोते खुशी देखागले, किंतु अपराह्नरे जेतेबेले भी मु सोईकी उठुथिली मोते बहुत थक्का अनुभव हेउथिला। सोईकी उठिबा परे से मोते सबुबेले गोटिए कथा कहुथिले, तू आजि मोते बहुत खुशी कलु। मु तांकु केमिति खुशी करुथिली एहा मोते बुझा पड़ु नथिला, किंतु जेउ कष्ट मोते हेउथिला सेइटा मोते भल लागिबाकू लागिथिला। आरंभरे मोते दीदींक ठारू प्रस्तुत हेबारे संकोच हेउथिला, किंतु धीरे धीरे मोते तांकर अभ्यास होइगला। एबे मु बिना लाजरे दीदींक ठारू प्रस्तुत हेबाकू लागिली। आगामी किछि दिनरे दीदी एवं मो भितरे एक नुआ संपर्क गढ़िबाकू लागिला। मोते सेही सबु किछि भल लागिबाकू लागिला जहा पूर्वरु मोते अजब किंबा असहज लागुथिला। धीरे धीरे सेही संपर्क एक नुआ दिगरे बढ़िबाकू लागिला एवं मु अनुभव करिबाकू लागिली कि किछि बदलुछि। किंतु पुणी दिने एमिति किछि हेला जहा मोते एवं मो परिवारकू पूरापूरी चकित करिदेला। मो शरीररे हठात किछि परिवर्तन अनुभव हेबाकू लागिला। मोते बहुत चक्कर आसिबाकू लागिला एवं मु बहुत दुर्बल अनुभव करिबाकू लागिली। घर लोक मोते तुरंत हॉस्पिटल रे भर्ती कराइदेले। मु निजे बुझी पारिली नाही कि हठात कोन होइथिला। जेतेबेले मो आखि खोलिला तो मोते अनुभव हैला कि मु प्राय 1 मास परे आईसीयू रु बाहरकू आसीछि। 1 मास पर्यंत मु आईसीयू रे थिली एवं एहा परे डाक्टर माने मम्मी पापांकू कहिले कि मो अवस्थार कारण एक अजब रोग थिला। डाक्टर माने कहिले कि मोते एक मानसिक रोग होई जाइथिला, जेउ कारणरु मु निजर एक अलगा दुनिया बनाई देइथिली। मु निज कल्पनारे हजि जाइथिली एवं वास्तवतारु बहुत दूरकू चली जाइथिली। डाक्टर माने मम्मी पापांकू कहिले कि सेमाने निज जीवनरे एते व्यस्त थिले जे सेमाने मोर मानसिक एवं आवेगिक स्थिति उपरे ध्यान देले नाही। सेमाने मो सह ठीक समयरे कथा होई पारिले नाही। डाक्टरंक सह कथावार्ता परे सेमाने बुझिगले कि मो रोगर कारण कोन थिला। सेमाने मम्मी पापांकू कहिले कि अमित को गत 1 मासरे मानसिक एवं आवेगिक समस्यार सम्मुखीन हेबाकू पड़िला। से निज दीदींकू देखुथिला एवं अनुभव करुथिला कि भल पाइबा केवल पुओ एवं झियो भितरे ही होई पारे। दीदींक सहित जहा किछि मध्य हेउथिला सेइटा मोते बहुत प्रभावित कला। जेतेबेले मु तांकू एवं तांको प्रेमिकंकू एकाठी देखुथिली तो मोते एमिति लागुथिला कि मु सेही जागारे अछि जेउठारे से दुहे अछंती। एही सबु देखि मोते भल पाइबा एवं संपर्क विषय रे भूल विचार आसीबाकू लागिला। एहा परे मोरे भूल जिनिस देखिबा आरंभ करिदेली एवं भूल रास्तारे चलिबाकू लागिली। मो विचारर प्रभाव मो शरीर एवं मानसिक स्थिति उपरे पड़िला एवं धीरे धीरे मु दुर्बल होई गली। मोते बारंबार चक्कर आसीबाकू लागिला एवं मो स्थिति आहुरी बिगिड़िबाकू लागिला। जेतेबेले एही स्थिति आहुरी गंभीर होई गला तो मोते हॉस्पिटल रे भर्ती करागला। डाक्टर माने कहिले कि एही सबु पई मो फैमिली मध्य दायी थिले, कारण सेमाने समय अनुसारे मोर मानसिक स्थिति उपरे ध्यान देई नथिले। जेतेबेले डाक्टर माने एही सबु मम्मी पापांकू कहिले तो दीदी मध्य सेठारे उपस्थित थिले। डाक्टर कहिले कि जदि परिवारर लोके एक समयरे परस्पर सह ठीक भाबरे कथा होइथान्ते तेबे बोधहुए एही स्थिति आसी नथान्ता। दीदींको आखिरे एक अलगा प्रकारर चमक थिला एवं मोते सेतेबेले अनुभव हैला कि जेतेबेले मु आईसीयू रे थिली सेतेबेले मम्मी पापा दीदींको बाहाघर तांको प्रेमिकंको सह कराई देइथिले। दीदींको बेकरे मंगलसूत्र देखि मोते एही सबु बुझा पड़िगला। एही सबु मो पई एक बड़ झटका थिला। मोते बुझा पड़ु नथिला कि जहा मु अनुभव करुथिली सेइटा ठीक थिला कि नाही। एइटा एक एमिति मोड़ थिला जेउठारे मोते निज भावना एवं विचारकू बुझिबार आवश्यकता थिला। मो अवस्था देखि दीदी मोते क्षमा मागिले। से कहिले, अमन, मु तुमर जत्न नेबाकू आसीथिली, किंतु मु निजे मध्य मो दुनियारे हजि जाइथिली। तुम भली मु मध्य एका होई जाइथिली। तुम जोगु ही सेही व्यक्तिंक सह मोर देखा हेला एवं धीरे धीरे आम मध्यरे प्रेम गढ़ी उठिला। मु निज दुनियारे एते मज्जि जाइथिली जे केबे तुम प्रति ध्यान देई नथिली। एहा मोर मध्य भूल थिला। दीदींक कथा मो मनकू गभीर भावे छुईथिला, किंतु मु किछि उत्तर देई पारिली नाही, कारण सेतेबेले मु कहिबा अवस्थारे नथिली। मु निजे बुझी पारु नथिली जे मोते की रोग होईछि एवं मोर मानसिक स्थिति विषयरे मोर कोनोसी धारणा नथिला। एसबु मो पाई एक बड़ द्वंद्व थिला। जेतेबेले मो रोग विषयरे जणा पड़िला सेतेबेले माँ बापा स्थिर कले जे सेमाने एबे निजे मोर जत्न नेबे। सेही दिनठारु सेमाने मो सह कथावार्ता आरंभ कले एवं मोते अनुभव हैला जे प्रेम केवल प्रेमी एवं प्रेमिकांक मध्यरे एक संपर्क नुहे, बरं पितामाता एवं संतानमानंक मध्यरे मध्य एक गभीर तथा स्नेहपूर्ण संपर्क अटे। माँ बापा मोते शिखाइले
ଯେ ପରିବାରର ସାଥ ଏବଂ ଧ୍ୟାନ ପିଲାମାନଙ୍କ ପାଇଁ କେତେ ଜରୁରୀ। ସେମାନେ ଏବେ ମୋ ସହ ଅଧିକ ସମୟ ବିତାଇବାକୁ ଲାଗିଲେ ଏବଂ ମୋର ଭାବନାକୁ ବୁଝିବାକୁ ଚେଷ୍ଟା କଲେ। ଧୀରେ ଧୀରେ ମୁଁ ଅନୁଭବ କଲି ଯେ ପିଲାମାନେ ନିଜ ପିତାମାତାଙ୍କଠାରୁ ଯେତିକି ଭଲ ପାଇବା ଏବଂ ଧ୍ୟାନ ପାଆନ୍ତି ତାହା ଅନ୍ୟ କୌଣସି ସମ୍ପର୍କରୁ ମିଳିପାରିବ ନାହିଁ। ଏହା ଏକ ସଚ୍ଚୋଟ ଏବଂ ନିର୍ମଳ ସମ୍ପର୍କ ଯାହା ବିନା କୌଣସି ସର୍ତ୍ତରେ ଥାଏ। ଏହି ଅନୁଭବ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ମୁଁ ବୁଝିଲି ଯେ କୌଣସି ସମ୍ପର୍କର ମଜବୁତି ଏବଂ ସୁନ୍ଦରତା ତା ଭିତରର ବିଶ୍ୱାସ ଏବଂ ବୁଝାମଣା ଉପରେ ନିର୍ଭର କରେ। ମା ବାପା ମୋତେ ବୁଝାଇଲେ ଯେ ଆମକୁ କେବେ ବି ନିଜ ପିଲାମାନଙ୍କୁ ଏକା ଛାଡ଼ିବା ଉଚିତ ନୁହେଁ, କାରଣ ସେମାନଙ୍କର ମାନସିକ ଏବଂ ଆବେଗିକ ସ୍ୱାସ୍ଥ୍ୟ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ଅନେକ ପିତାମାତା ନିଜ କ୍ୟାରିୟରକୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ଅଜାଣତରେ ନିଜ ପିଲାମାନଙ୍କୁ ଅବହେଳା କରନ୍ତି। ସେମାନେ ବୁଝିପାରନ୍ତି ନାହିଁ ଯେ କ୍ୟାରିୟର ଦୌଡ଼ରେ ପିଲାମାନଙ୍କର ଭାବନା ଏବଂ ଆବଶ୍ୟକତାକୁ ଅଣଦେଖା କରିବା ସେମାନଙ୍କ ପାଇଁ କେତେ ବିପଜ୍ଜନକ ହୋଇପାରେ। ଯେତେବେଳେ ପିତାମାତା ନିଜ କାମରେ ବ୍ୟସ୍ତ ରହନ୍ତି, ପିଲାମାନେ ଏକାକୀ ଅନୁଭବ କରନ୍ତି ଏବଂ ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ପିଲାମାନଙ୍କୁ ଏକାକୀପଣ, ଅବସାଦ, ଡିପ୍ରେସନ୍ ଏବଂ ଅନ୍ୟାନ୍ୟ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ଆମେ ଚାହୁଁ ଯେ ଆମ ପିଲାମାନେ ସୁସ୍ଥ ଏବଂ ଖୁସି ରୁହନ୍ତୁ, ତେବେ ଆମକୁ ସେମାନଙ୍କ ସହ ସାଙ୍ଗ ପରି ବ୍ୟବହାର କରିବା ଉଚିତ। ଆମକୁ ପ୍ରତିଦିନ ସେମାନଙ୍କ ସହ କଥା ହେବା ଉଚିତ ଏବଂ ସେମାନଙ୍କ ମନର କଥା ବୁଝିବାକୁ ଚେଷ୍ଟା କରିବା ଉଚିତ। ବେଳେବେଳେ ଆମକୁ ସେମାନଙ୍କୁ ବାହାରକୁ ବୁଲାଇବାକୁ ନେବା ଉଚିତ, ଯେପରି ସେମାନେ ଖୋଲାଖୋଲି ଭାବେ ନିଜର ଭାବନା ପ୍ରକାଶ କରିପାରିବେ। ଏହି ଛୋଟ ଛୋଟ କଥା ପିଲାମାନଙ୍କୁ ମାନସିକ ଶାନ୍ତି ଏବଂ ଖୁସି ଦେଇଥାଏ। ପ୍ରତ୍ୟେକ ପିତାମାତାଙ୍କ ପାଇଁ ସେମାନଙ୍କ ସନ୍ତାନ ସବୁଠାରୁ ବଡ଼ ସମ୍ପତ୍ତି। ଏହା ଏକ ସତ୍ୟ ଯାହାକୁ ଆମେ କେବେ ବି ଭୁଲିବା ଉଚିତ ନୁହେଁ। ପିଲାମାନଙ୍କ ସହ ସମୟ ବିତାଇବା, ସେମାନଙ୍କ ସହ ଯୋଡ଼ି ହେବା ଏବଂ ସେମାନଙ୍କୁ ଭଲ ପାଇବା ଦେବା ସେମାନଙ୍କ ମାନସିକ ଏବଂ ଶାରୀରିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଯଦି ପିତାମାତା ନିଜ ପିଲାମାନଙ୍କ ସହ ଭଲ ସମ୍ପର୍କ ରଖନ୍ତି, ତେବେ ପିଲାମାନେ ଜୀବନର ଯେକୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହନ୍ତି। ଏହି କାହାଣୀ ଆମକୁ ଶିଖାଏ ଯେ ଆମକୁ ଆମ ପିଲାମାନଙ୍କ ପ୍ରତି ନିଜର ଦାୟିତ୍ୱ ବୁଝିବା ଉଚିତ ଏବଂ ସେମାନଙ୍କୁ କେବେ ବି ଏକା ଛାଡ଼ିବା ଉଚିତ ନୁହେଁ। ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଖୁସି ଆମର ପ୍ରାଥମିକତା ହେବା ଉଚିତ। ଆମକୁ ନିଜ ପିଲାମାନଙ୍କୁ ପ୍ରତିଟି ପାଦରେ ସମର୍ଥନ ଏବଂ ଭଲ ପାଇବା ଦେବା ଉଚିତ, ଯେପରି ସେମାନେ ନିଜ ଜୀବନରେ ସଫଳତାର ଶିଖରରେ ପହଞ୍ଚିପାରିବେ ଏବଂ ଖୁସିରେ ରହିପାରିବେ।